हेलो शुभुनी मत हेलो सर ମୁଁ କହିଲି ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେଡି କଲ୍ ସେଣ୍ଟର କଥା ହେଉଥିଲେ। हाँ କୁହନ୍ତୁ। 4.5 କୋଟି ଓଡ଼ିଆ ନବୀନ ବାବୁଙ୍କର ପରିବାର। ଆପଣ ମଧ୍ୟ ନବୀନ ବାବୁଙ୍କର ପରିବାର ଲୋକ। କାଳିଆ ଯୋଜନା ଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାର ସୁବିଧା ପାଇଛନ୍ତି? नहीं तो ଆପଣଙ୍କ ନାଁ କଲେ କାଳିଆ ଯୋଜନା ହେଇଛି। ଏହାକୁ ଆପଣଙ୍କର ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଇଛନ୍ତି। नवीन पट्टनायक मो प्रिय मुख्यमंत्री बोले आपण केमि जानले? ଯେହେତु ଆପଣଙ୍କୁ ସେ କାଳିଆ ଯୋଜନା ଦେଇଛନ୍ତି ଆପଣଙ୍କ ପ୍ରିୟ ହେବେ। नहीं तो मु तो कहनी मो प्रिय बोली। ହଉ ଠିକ୍ ଅଛି ଆମ ମାନଙ୍କ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଦେଇଛନ୍ତି। ଏଥିପାଇଁ ଆସନ୍ତା ନିର୍ବାଚନରେ ଆପଣ ଏବଂ ଆପଣଙ୍କର ପରିବାର ନବୀନ ବାବୁଙ୍କୁ ଓ ସଂସଦୀୟକୁ ଆଶୀର୍ବାଦ କରନ୍ତୁ। कहीं नदेले भोट ଦେଖନ୍ତୁ ଆପଣ आशीर्वाद आशीर्वाद माने कौन भोट दवा? ଆଜ୍ଞା हैं ଆପଣଙ୍କ ସହଜ ଆଜ୍ଞା नहीं आशीर्वाद माने कौन भोट दवा? ଆଶୀର୍ବାଦ କରିବେ ଯେହେତୁ ସେ ପୁଣି ଆଉ ଥରେ ପୁଣି ସରକାର ମତ ତୋଳାଯିବେ। ମାନେ ଆପଣ କହୁଛନ୍ତି ମୁଁ ନବୀନ ବାବୁଙ୍କୁ ଭୋଟ ଦେଇ ଜିତେଇବି? ଆଜ୍ଞା କଣ ପାଇଁ? ଆପଣଙ୍କ ସହଯୋଗ ଆଶୀର୍ବାଦ ନବୀନ ସରକାର ଆଉ ଥରେ ଆସିଲେ ଏଇ ଯୋଉ କାଳିଆ ଯୋଜନାଟି ଆଉ ଥରେ ଜାରି ରହିବ। ଯଦି ଆଉ ଅନ୍ୟ କୋଉ ସରକାର ଆସୁଛନ୍ତି ଏଇ କାଳିଆ ଯୋଜନାଟି ବନ୍ଦ କରିଦିଆଯିବ। ଆଉ କୋଉ ସରକାର ହେଲେ କାଳିଆ ଯୋଜନା ବନ୍ଦ ହେଇଯିବ? ଆଜ୍ଞା ଯେହେତୁ କିଏ ଏଇଟା ନବୀନ ଆପଣଙ୍କୁ ସରକାର କହିଛି? ଦେଖନ୍ତୁ ଯେହେତୁ ନବୀନ ସରକାର ଏଇ କାଳିଆ ଯୋଜନା ବ୍ୟବସ୍ଥା କରିଥିଲେ ହଁ ଏ ଯୋଜନା ଆସୁଛନ୍ତି ତ କାଳିଆ ଯୋଜନା ରହିବ କି? ନବୀନ ପଟ୍ଟନାୟକ ପଳେଇଲା ମାନେ ତମର ଓଡିଶା ବି ବନ୍ଦ ହେଇଯିବ? ନାଇଁ ସାର୍ ଓଡିଶା ତ ବନ୍ଦ ହବନି କିନ୍ତୁ ଯଦି କାଳିଆ ଯୋଜନାରେ ବନ୍ଦ କରିଦିଆଯିବ ତ ଆପଣଙ୍କ ଚାହୁଁନାହାନ୍ତି କି ନବୀନ ସରକାର ପୁଣି ଥରେ ଆସନ୍ତୁ ବୋଲି? ନାଇଁ ମୁଁ ତ ଜମା ଚାହୁଁନି ନବୀନ ପଟ୍ଟନାୟକ ଆସୁ ବୋଲି। ଆପଣ ଚାହୁଁନାହାନ୍ତି? ନାଇଁ ସେ କଣ କରୁଛନ୍ତି କଣ କି? ପାଇଁ ସାର୍? ଗାଁରେ ମାଷ୍ଟର ନାହାନ୍ତି ଯୋଉ ତମର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ନାହାନ୍ତି ତାକୁ କାଇଁ ଭୋଟ ଦିଆହବ? ଆମର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ତ ସଞ୍ଜୀବ ମଲ୍ଲିକଙ୍କୁ ସଞ୍ଜୀବ ମଲ୍ଲିକ ଭଦ୍ରକରେ ଛିଡା ହେଇଥିଲେ ପୁଣି ଭଣ୍ଡାରୀପୁରୀ କାଇଁ ପଳେଇଲେ? ସଞ୍ଜୀବ ମଲ୍ଲିକ ଭଦ୍ରକରେ କିଛି କାମ କରିନାହାନ୍ତି ବିକ୍ରି ହେଇଛନ୍ତି ଲୋକଙ୍କୁ ବିଜନେସ କରିଛନ୍ତି ଲୋକଙ୍କୁ ମାରିଛନ୍ତି ବାଡେଇଛନ୍ତି ସେଥିପାଇଁ ତାଙ୍କୁ ଟିକେଟ ନ ଦେଇକି ଏଠିକି ନେଇ ଆଇଲେ ତାଙ୍କୁ ଆମେ କାଇଁ ଭୋଟ ଦବୁ? ଏମିତି କିଛି ନାହିଁ ସଞ୍ଜୀବ ସାର୍ ବହୁତ ଭଲ ଆପଣଙ୍କର ଧାରଣା ମୁଁ କେମିତି ଜାଣିବି ସେ ଭଲ ବୋଲି? ଆପଣ ଦେଖିଛନ୍ତି ନା ଜାଣିଛନ୍ତି ତାଙ୍କୁ? ଆପଣ ସଞ୍ଜୀବ ସାର୍ଙ୍କୁ ତଥା ସଂସଦର ପ୍ରାର୍ଥୀଙ୍କୁ ଦୁଇଥର ସଂକଳ୍ପନା ଭୋଟ ଦେଇ ଆଶୀର୍ବାଦ କରିବା ପାଇଁ ଅନୁରୋଧ କରୁଛୁ। ନାଇଁ ନଦେଲେ କଣ ହବ? ଆପଣ ଭୋଟ ଦେବେ କି ନାହିଁ ସେଟା ଅନ୍ୟ କଥା କିନ୍ତୁ ତମେ ତାହେଲେ ଫୋନ କରି କାଇଁ କହୁଛ ଭୋଟ ଦବାକୁ? ଆଜ୍ଞା ସାର୍ ଠିକ୍ ଅଛି ରହିଲି ନମସ୍କାର। ଆଜ୍ଞା ସାର୍ ରହିଲି ନମସ୍କାର ଜୟ ଜଗନ୍ନାଥ। କୋଉ ଭଣ୍ଡାରୀପୁରରେ କେତେ ଜଣ ଡକ୍ଟର ଅଛନ୍ତି? ହ୍ୟାଲୋ।